ତ ଦର୍ଶକ ବନ୍ଧୁ ଯେମିତି କି ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ବର୍ତ୍ତମାନ ଆମ ରାଜ୍ୟର ଯେଉଁ ଭତ୍ତା ହିତାଧିକାରୀ ମାନେ ରହିଛନ୍ତି ଅର୍ଥାତ୍ ଯେଉଁମାନଙ୍କର ବୟସ 60 ବର୍ଷରୁ ଅଧିକ ରହିଛି ସେମାନେ ସମସ୍ତେ ବର୍ତ୍ତମାନର ନୂଆ ସରକାରଙ୍କ ପାଖରେ ଗୋଟିଏ ଅନୁରୋଧ କରୁଛନ୍ତି ଯେ ଆପଣମାନେ ନିର୍ବାଚନ ସମୟରେ ଆମକୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ସେହି ପ୍ରତିଶ୍ରୁତିକୁ ପୂରଣ କରନ୍ତୁ ଏବଂ ଯଥାଶୀଘ୍ର ଆମକୁ ମାସିକ 3000 ଟଙ୍କା ଲେଖାଏଁ ଭତ୍ତା ପ୍ରଦାନ କରନ୍ତୁ। କିନ୍ତୁ ଏସବୁ ଅନୁରୋଧ କଲା ପରେ ମଧ୍ୟ ସରକାର ଏ ଦିଗରେ କିଛି ବି ଧ୍ୟାନ ଦେଉନାହାନ୍ତି ବା ଆପଣମାନଙ୍କର ଯେଉଁ ବଜେଟ୍ ମଧ୍ୟ ଆସିଥିଲା ସେ ବଜେଟରେ ମଧ୍ୟ ଏ ନେଇକି କିଛି ବି ଘୋଷଣା କରାଯାଇ ନଥିଲା। ଯେଉଁଥିପାଇଁ କି ବର୍ତ୍ତମାନ ଆମର ସବୁ ଲୋକମାନେ ଏ ନୂଆ ସରକାରଙ୍କ ଉପରେ ଟିକେ ଅସନ୍ତୋଷ ମଧ୍ୟ ପ୍ରକାଶ କରିଛନ୍ତି। ଆଉ ସେସବୁ ଭିତରେ ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ତରଫରୁ ବା ଆପଣମାନଙ୍କର ମୋଦି ସରକାରଙ୍କ ତରଫରୁ ଗୋଟିଏ ବଡ଼ ଘୋଷଣା ମଧ୍ୟ କରାଯାଇଛି। ଯେଉଁ ବଡ଼ ଘୋଷଣା ଅନୁଯାୟୀ ବର୍ତ୍ତମାନ ସାରା ଦେଶର ଲୋକମାନଙ୍କୁ ମାସିକ 3000 ଟଙ୍କା ଲେଖାଏଁ ଭତ୍ତା ଟଙ୍କା ମଧ୍ୟ ମିଳିପାରିବ। ତେବେ ସେ ନେଇକି ମଧ୍ୟ ଗୋଟିଏ ନୂଆ ଯୋଜନା ମଧ୍ୟ କାର୍ଯ୍ୟକାରୀ କରାଯିବ। ତେବେ ଚାଲନ୍ତୁ ଆଜିର ଏ ଭିଡ଼ିଓରେ ଆମେ ଜାଣିବା ଯେ କେନ୍ଦ୍ର ସରକାରଙ୍କ ତରଫରୁ କେଉଁ ଯୋଜନାଟି ଲାଗୁ କରାଯିବ ଏବଂ ଏହି ଯୋଜନା ଅନ୍ତର୍ଗତରେ ଆପଣମାନେ କେମିତି ମାସିକ 3000 ଟଙ୍କା ଲେଖାଏଁ ଭତ୍ତା ପାଇପାରିବେ। ତ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିବେ ଏବଂ ତା ସହିତ ଭିଡ଼ିଓକୁ ଗୋଟେ ଲାଇକ୍ କରିକି ଚ୍ୟାନେଲକୁ ମଧ୍ୟ ସବସ୍କ୍ରାଇବ୍ କରିନେବେ। ତ ଆଜ୍ଞା ବର୍ତ୍ତମାନ ଆପଣମାନେ ସ୍କ୍ରିନରେ ମଧ୍ୟ ଦେଖିପାରୁଥିବେ ଯେ ଆପଣଙ୍କ ପେପରରେ ମଧ୍ୟ ଏ ନେଇକି ଖବର ପଳେଇ ଆସିଛି ଯେ ସ୍ୱେଚ୍ଛାକୃତ ସାର୍ବଜନୀନ ପେନ୍ସନ୍ ଯୋଜନା ସମସ୍ତଙ୍କୁ ମିଳିବ ମାସିକ 3000। ତ ହଁ ଆଜ୍ଞା ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ତରଫରୁ ବା ମୋଦି ସରକାରଙ୍କ ତରଫରୁ ସାରା ଦେଶର ଲୋକମାନଙ୍କ ପାଇଁ ସ୍ୱେଚ୍ଛାକୃତ ସାର୍ବଜନୀନ ପେନ୍ସନ୍ ଯୋଜନା କାର୍ଯ୍ୟକାରୀ କରାଯିବ। ଯେଉଁ ଯୋଜନା ଅନ୍ତର୍ଗତରେ ସମସ୍ତଙ୍କୁ ମାସିକ 3000 ଟଙ୍କା ଲେଖାଏଁ ପେନ୍ସନ୍ ବା ଭତ୍ତା ମଧ୍ୟ ମିଳିପାରିବ। ତ ଚାଲନ୍ତୁ ଆମେ ବର୍ତ୍ତମାନ ଡିଟେଲ୍ସରେ ଖବର ଉପରେ ନଜର ପକାଇବା। ଆଉ ଯେଉଁମାନେ ଆଜିର ଏ ସମାଜ ପେପରଟିକୁ ପଢ଼ିଥିବେ ତ ସେମାନେ ନିଶ୍ଚିତ ଭାବରେ ଖବର ବିଷୟରେ ମଧ୍ୟ ଜାଣିଥିବେ। ତ ଦେଖନ୍ତୁ ଦେଶର ସମସ୍ତ ନାଗରିକଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରିବା ପାଇଁ କେନ୍ଦ୍ର ସରକାର ରାଷ୍ଟ୍ରବ୍ୟାପୀ ସ୍ୱେଚ୍ଛାକୃତ ସାର୍ବଜନୀନ ପେନ୍ସନ୍ ଯୋଜନା ଲାଗୁ କରିବାକୁ ଯାଉଛନ୍ତି। ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରାଳୟ ପକ୍ଷରୁ ଏ ନେଇ ପ୍ରାରମ୍ଭିକ ଆଲୋଚନା ଆରମ୍ଭ ହୋଇଛି। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ ବା ଆପଣଙ୍କର ଯେଉଁ EPFO ରହିଛି ତାହା ଅଧୀନରେ ଏହି ଯୋଜନାର ରୂପରେଖ ପ୍ରସ୍ତୁତ କରାଯାଉଛି। ଏହି ସ୍ୱେଚ୍ଛାକୃତ ଯୋଜନାରେ ମାସିକ 55ରୁ 200 ଟଙ୍କା ପର୍ଯ୍ୟନ୍ତ ଅଂଶଦାନ କରି 60 ବର୍ଷ ବା ତାଠାରୁ ଅଧିକ ବୟସର ହିତାଧିକାରୀ ମାସିକ 3000 ଟଙ୍କା ପେନ୍ସନ୍ ପାଇପାରିବେ। ତ ଆଜ୍ଞା ଯଦି ମୋଟାମୋଟି ଭାବରେ ମୁଁ ଆପଣମାନଙ୍କୁ କହିବି ତ ଆମର ଯେଉଁ ରାଜ୍ୟ ସରକାର ଆପଣମାନଙ୍କୁ 3000 ଟଙ୍କା ଲେଖାଏଁ ଭତ୍ତା ପ୍ରଦାନ କରିବେ କହୁଥିଲେ ସେଇଟା ଆପଣମାନଙ୍କର ସମ୍ପୂର୍ଣ୍ଣ ମାଗଣା ଥିଲା ବା ଏଥିପାଇଁ ଆପଣମାନଙ୍କୁ ପୂର୍ବରୁ କୌଣସି ପ୍ରକାରର ଟଙ୍କା ଜମା କରିବାକୁ ପଡ଼ୁନଥିଲା। ସରକାର କହିଥିଲେ ନିର୍ବାଚନ ସମୟରେ ଯେ ଆମେ ଯଦି ଇଲେକ୍ସନ୍ ଯେତିକି ସରକାର ଗଠନ କରୁଛୁ ତ ଆମେ 60 ବର୍ଷରୁ ଅଧିକ ଲୋକମାନଙ୍କୁ 3000 ଟଙ୍କା ଲେଖାଏଁ ମାସିକ ଭତ୍ତା ପ୍ରଦାନ କରିବୁ ଏବଂ ଯେଉଁମାନଙ୍କର ବୟସ 80 ବର୍ଷରୁ ଅଧିକ ଆଉ ଯେଉଁମାନେ 80%ରୁ ଅଧିକ ଭିନ୍ନକ୍ଷମ ଥିବେ ତ ସେମାନଙ୍କୁ ଆମେ ମାସିକ 3500 ଟଙ୍କା ଲେଖାଏଁ ଭତ୍ତା ପ୍ରଦାନ କରିବୁ। କିନ୍ତୁ ଆପଣଙ୍କର ସେକେଣ୍ଡ କଥାଟି ଅର୍ଥାତ୍ 3500 ଟଙ୍କା ଭତ୍ତା ଯାହାକୁ ମିଳିବା କଥା ସେମାନଙ୍କୁ ମିଳିସାରିଲାଣି ଏବଂ ସେମାନେ ମଧ୍ୟ ବହୁତ ଖୁସି ଅଛନ୍ତି। କିନ୍ତୁ ଯେଉଁମାନେ 60 ବର୍ଷରୁ ଅଧିକ ଭତ୍ତା ହିତାଧିକାରୀ ଥିଲେ ସେମାନଙ୍କୁ ଏପର୍ଯ୍ୟନ୍ତ 3000 ଟଙ୍କା ଭତ୍ତା ଟଙ୍କାଟି ମିଳିପାରିଲା ନାହିଁ, ଯାହାକୁ ନେଇକି ବର୍ତ୍ତମାନ ସମସ୍ତେ ସରକାରଙ୍କ ଉପରକୁ ଆଙ୍ଗୁଳି ଉଠେଇଛନ୍ତି ଏବଂ ତାଙ୍କର ପ୍ରତିଶ୍ରୁତିକୁ ପୂରଣ କରିବାକୁ ସେମାନେ ବାଧ୍ୟ କରୁଛନ୍ତି। ତେବେ ଏପରି ଜାଗାରେ ବର୍ତ୍ତମାନ କେନ୍ଦ୍ର ସରକାର ଯେଉଁ ଯୋଜନାଟି ଆଣିଛନ୍ତି ତ ଯୋଜନାର ନାଁଟି କ'ଣ ରହିଛି ନା ସ୍ୱେଚ୍ଛାକୃତ ସାର୍ବଜନୀନ ପେନ୍ସନ୍ ଯୋଜନା। ତ ଏହି ଯୋଜନା ଅଧୀନରେ ଆପଣମାନଙ୍କୁ ମାସକୁ 55 ଟଙ୍କାରୁ ନେଇକି 200 ଟଙ୍କା ପର୍ଯ୍ୟନ୍ତ ଜମା କରିବାକୁ ପଡ଼ିବ ବ୍ୟାଙ୍କରେ। ତ ଆପଣମାନଙ୍କର ଯେଉଁ ବ୍ୟାଙ୍କରେ ଆକାଉଣ୍ଟ ଥିବ ସେହି ଆକାଉଣ୍ଟ ବହିରୁ ଆପଣମାନେ ସରକାରଙ୍କ ପାଖରେ 55 ଟଙ୍କାରୁ 200 ଟଙ୍କା ପର୍ଯ୍ୟନ୍ତ ଜମା କରିପାରିବେ। ଏ ଭିତରେ ଯେତେ ବି ଆମାଉଣ୍ଟ ଆପଣମାନେ ଦେଇପାରିବେ, ଆପଣଙ୍କର ଯାହା ବି ଇଚ୍ଛା ରହିବ। ଆପଣମାନଙ୍କର ଯେମିତି ସୁକନ୍ୟା ଯୋଜନା ରହିଛି କିମ୍ବା ଆପଣମାନଙ୍କର ଯେମିତି ପୂର୍ବରୁ ଅଟଳ ପେନ୍ସନ୍ ଯୋଜନା ରହିଛି ତ ଠିକ୍ ସେଭଳି ଭାବରେ ଏଇଟା ମଧ୍ୟ ଆପଣଙ୍କର ଗୋଟିଏ ନୂଆ ଯୋଜନା କାର୍ଯ୍ୟକାରୀ କରାଯିବ। ଯେଉଁ ଯୋଜନା ଅନ୍ତର୍ଗତରେ ଆପଣମାନେ ଯଦି 55 ଟଙ୍କାରୁ ନେଇକି 200 ଟଙ୍କା ଭିତରେ କିଛି ବି ଟଙ୍କା ଜମା କରୁଛନ୍ତି ତ ଆପଣମାନଙ୍କୁ 60 ବର୍ଷ ପରେ ମାସିକ 3000 ଟଙ୍କା ଲେଖାଏଁ ଭତ୍ତା ମଧ୍ୟ ମିଳିପାରିବ। ତ ଏଇଟା ବର୍ତ୍ତମାନ ସରକାର କହୁଛନ୍ତି। ତ ଆପଣମାନେ ବର୍ତ୍ତମାନ କ୍ଲିଅର ହେଇଯାଆନ୍ତୁ ଯେ ଏଥିରେ ଆପଣମାନଙ୍କୁ ପ୍ରଥମେ ଇନଭେଷ୍ଟମେଣ୍ଟ କରିବାକୁ ପଡ଼ିବ, ତାପରେ ଯାଇକି ଆପଣମାନଙ୍କୁ ଟଙ୍କାଟି ମିଳିବ। ଦେଖନ୍ତୁ ସ୍ୱେଚ୍ଛାକୃତ ସାର୍ବଜନୀନ ପେନ୍ସନ୍ ଯୋଜନାରେ ଅସଂଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକ, ବ୍ୟବସାୟୀ, ଆତ୍ମନିର୍ଭର ବ୍ୟକ୍ତି ଏବଂ 60 ବର୍ଷ ବୟସ ପରେ ପେନ୍ସନ୍ ପାଇବାକୁ ଚାହୁଁଥିବା 18 ବର୍ଷ ଏବଂ ଚତୁର୍ଥ ବୟସର
ଯେକୌଣସି ବ୍ୟକ୍ତିଙ୍କୁ ସାମିଲ କରାଯାଇପାରିବ। ଏହି ଯୋଜନା ସ୍ୱେଚ୍ଛାକୃତ ଏବଂ ଅବଦାନମୂଳକ ହେବ। ନିଯୁକ୍ତି ସହିତ ଏହା ଜଡ଼ିତ ହେବ ନାହିଁ। ତେଣୁ ଏହି ଯୋଜନାରେ ସମସ୍ତଙ୍କ ପାଇଁ ଯୋଗଦାନ ଏବଂ ପେନ୍ସନ୍ ଅର୍ଜନ କରିବା ଅବସର ରହିବ। ତ ଆଜ୍ଞା, ଏହି ଯୋଜନା ଅଧୀନରେ ଯେଉଁମାନେ ଆମର କାମ କରୁଛନ୍ତି ବା ଶ୍ରମିକ ରହିଛନ୍ତି, ଆଉ ଯେଉଁମାନେ ଆମର ଛୋଟ ମୋଟ ବ୍ୟବସାୟୀ ରହିଛନ୍ତି, ଆଉ ତା ସହିତ ଯେଉଁମାନେ ଆତ୍ମନିର୍ଭର ବ୍ୟକ୍ତି ରହିଛନ୍ତି, ତ ସେମାନଙ୍କୁ ସମସ୍ତଙ୍କୁ ଏହି ଯୋଜନାରେ ସାମିଲ କରାଯିବ ଏବଂ ସେମାନେ ଚାହିଁଲେ ସମସ୍ତେ ମଧ୍ୟ ଏହି ଯୋଜନାର ଲାଭ ପାଇପାରିବେ। ଏବଂ ତା ସହିତ ଯେଉଁମାନଙ୍କୁ 18 ବର୍ଷ ବୟସରୁ ଅଧିକ, ସେମାନେ ଚାହିଁଲେ ମଧ୍ୟ ଏହି ଯୋଜନାରେ ସାମିଲ ହୋଇପାରିବେ ଏବଂ ସେମାନେ ତାଙ୍କ ଆକାଉଣ୍ଟରୁ 55 ଟଙ୍କାରୁ ନେଇକି 200 ଟଙ୍କା ପର୍ଯ୍ୟନ୍ତ ମଧ୍ୟ ସରକାରଙ୍କୁ ଦେଇପାରିବେ ଏବଂ ତାପରେ ସେମାନଙ୍କୁ 60 ବର୍ଷ ବୟସ ପରେ ମାସିକ 3000 ଟଙ୍କା ଭତ୍ତା ମଧ୍ୟ ମିଳିପାରିବ। ତେବେ ଏ ଜାଗାରେ ଗୋଟିଏ ପ୍ରଶ୍ନ ଉଠୁଛି ଯେ ଆପଣମାନେ ଯେଉଁ ଏଇଟା କରିଛନ୍ତି, ତ ଆପଣମାନେ କ'ଣ କଲେ 55 ଟଙ୍କା ନେବେ ଲୋକମାନଙ୍କ ଠାରୁ। ତ ଆପଣମାନେ ଭାବନ୍ତୁ, ଯଦି ଜଣେ 18 ବର୍ଷରେ ଏହି ଯୋଜନାରେ ରେଜିଷ୍ଟ୍ରେସନ କରୁଛି, ତ ସେ ମାସକୁ ମନେ କରନ୍ତୁ 55 ନୁହଁ, ମୁଁ ଆଭରେଜ କରୁଛି 100 ଟଙ୍କା ସେ ଦେଉଛି। ତ ଏଭଳି ଭାବରେ ସେ ଅନେକ ସାରା ଟଙ୍କା ଜମା କରିବ, କିନ୍ତୁ 60 ବର୍ଷ ପରେ ଯାଇକି ତାକୁ ମାସକୁ 3000 ଟଙ୍କା ଭତ୍ତା ମିଳିବ। ତ ସେଇଟା ପୁଣି କେତେ ବର୍ଷ ମିଳିବ ନା ଆପଣଙ୍କର ବହୁତ କମ ସମୟ ମିଳିବ। କାହିଁକି ନା 60 ବର୍ଷ ପରେ ଆଜିକା ଡେଟ୍ରେ ବଞ୍ଚିବାଟା ବହୁତ କଷ୍ଟକର ହେଇଯାଉଛି। ମାକ୍ସିମମ୍ ଆପଣଙ୍କର 70 ବର୍ଷ ଯାଏ ବି ଲୋକ ବଞ୍ଚୁନାହାନ୍ତି। ତ ସେଥିପାଇଁ ସରକାର ବର୍ତ୍ତମାନ ଯଦି ମୁଁ କହିବି, ଏଇଟା ଲୋକମାନଙ୍କ ଠାରୁ ପଇସା କଲେକ୍ଟ କରିବାର ଗୋଟିଏ ଉପାୟ ମଧ୍ୟ ସେ କରିଛନ୍ତି। କାହିଁକି ନା ଏପଟେ ଦେଖନ୍ତୁ, ସେଇ ବିଜେପି ସରକାର ଓଡ଼ିଶାରେ ଶାସନ କରୁଛି ଏବଂ ସେଇ ବିଜେପି ଗଭର୍ଣ୍ଣମେଣ୍ଟ ଓଡ଼ିଶାରେ ମଧ୍ୟ ଘୋଷଣା କରିଥିଲା ଯେ ମାସକୁ 3000 ଟଙ୍କା ଭତ୍ତା ପ୍ରଦାନ କରିବ। କିନ୍ତୁ ସେ ପ୍ରତିଶ୍ରୁତି ବର୍ତ୍ତମାନ ସେ ଓଡ଼ିଶାରେ ପୂରଣ କରିପାରିନାହାନ୍ତି ଏବଂ ଲୋକମାନଙ୍କୁ ମଧ୍ୟ 3000 ଟଙ୍କା ଭତ୍ତା ପ୍ରଦାନ କରିନାହାନ୍ତି। କିନ୍ତୁ ଏପଟେ ଲୋକମାନଙ୍କୁ କହୁଛନ୍ତି ଯେ ଆମେ ମାସିକ 3000 ଟଙ୍କା ଲୋକଙ୍କୁ ଭତ୍ତା ପ୍ରଦାନ କରିବୁ। ତ ଏଭଳି ଭାବରେ ସେମାନେ ଆପଣମାନଙ୍କ ସହିତ ଗୋଟିଏ ଜୁମଲାବାଜି କରୁଛନ୍ତି। ଆପଣମାନେ ଏ ଜାଗାରେ ବୁଝିଯାଆନ୍ତୁ ଯେ ସରକାର ଆପଣମାନଙ୍କ ସହିତ କେତେ ଠକାମି କରୁଛନ୍ତି। ତ ନିଶ୍ଚିତ ଭାବରେ ଯୋଜନାଟି ଆପଣଙ୍କର ଭଲ ରହିଛି, କାହିଁକିନା ଯୋଜନାଟି କିଛି ବି ଖରାପ ହୋଇନାହିଁ। କାହିଁକି ନା ଏ ଜାଗାରେ ଯୋଜନାଟି ସେଇମାନଙ୍କ ପାଇଁ ଭଲ ରହିଛି ଯେ ଯେଉଁମାନେ ଆପଣଙ୍କର କିଛି ନା କିଛି କାମ କରୁଛନ୍ତି ବା ଯେଉଁମାନେ ଆପଣଙ୍କର ପଇସା ପତ୍ର କିଛି ବି ରଖିପାରିବେ, ମାନେ ଆପଣଙ୍କର କିଛି ନା କିଛି କାମ କରୁଛନ୍ତି। କିନ୍ତୁ ଯେଉଁମାନେ ଅଲରେଡି 60 ବର୍ଷରୁ ଅଧିକ ହୋଇସାରିଛନ୍ତି, ତ ସେମାନଙ୍କ ପାଇଁ ଏହି ଯୋଜନାର କିଛି ବି ମୂଲ୍ୟ ନାହିଁ ବା ସେମାନେ ସେମିତି ହିଁ ଆପଣଙ୍କର ସରକାରଙ୍କୁ ଏମିତି ଅନୁରୋଧ କରୁଥିବେ ଯେ ଆମକୁ ଭତ୍ତା ଦିଅ ବୋଲି। ଆପଣଙ୍କୁ ଭତ୍ତା କେବେ ଦିଆଯିବ ନା ଆଗାମୀ ପଞ୍ଚାୟତ ଇଲେକ୍ସନ ବେଳକୁ ଯାଇକି ଦିଆଯିବ। ଆପଣମାନେ ଅପେକ୍ଷା କରିକି ରହିଥାନ୍ତୁ। କାହିଁକି ନା ବଜେଟରେ ତ ଏ ନେଇକି କିଛି ବି ଘୋଷଣା କରାଯାଇ ନାହିଁ। ଆଉ ଯେତେବେଳେ ଅଧିକରୁ ଅଧିକ ପ୍ରେସର ଦିଆଗଲା, ସେତେବେଳେ ଆପଣଙ୍କର ଗୋଟିଏ ମିଟିଂ ମଧ୍ୟ କଟକରେ ବସିଥିଲା, ଯେଉଁ ମିଟିଂରେ ଆପଣମାନଙ୍କର ବାସ୍ ଏତିକି ଘୋଷଣା କରାଗଲା ଯେ ଆପଣମାନଙ୍କୁ ଭତ୍ତାଟି ମିଳିବ। କିନ୍ତୁ ଏପର୍ଯ୍ୟନ୍ତ କିଛି ବି ଫିକ୍ସ ଡେଟ୍ ଆସିଲାନି ଯେ କେବେ ଆପଣମାନଙ୍କୁ 3000 ଟଙ୍କା ଭତ୍ତା ଦିଆଯିବ। ତ ଏଇଟା ମଧ୍ୟ ଆପଣମାନେ ଭଲ ଭାବରେ ଜାଣିଥାନ୍ତୁ। ତ ବର୍ତ୍ତମାନ ଦେଖନ୍ତୁ, ସମ୍ପ୍ରତି ଚାଲୁଥିବା କେନ୍ଦ୍ରୀୟ ପେନ୍ସନ ଯୋଜନା ଗୁଡ଼ିକୁ ସାମିଲ କରି ପ୍ରକ୍ରିୟାକୁ ସରଳ କରିବା ଏହି ପଦକ୍ଷେପର ଲକ୍ଷ୍ୟ। କେନ୍ଦ୍ର ସରକାର MSYM ଏବଂ NPS ଟ୍ରେଡର ସମେତ ବିଭିନ୍ନ ପେନ୍ସନ ଯୋଜନାକୁ ଏକତ୍ର କରିବା ବିଷୟରେ ଯୋଜନା କରୁଛନ୍ତି। ଏହି ଯୋଜନାରେ ଅଟଳ ପେନ୍ସନ ଯୋଜନା ମଧ୍ୟ ସାମିଲ ହୋଇପାରେ। ସମ୍ପ୍ରତି ଅଟଳ ଯୋଜନାକୁ PFRDA ପରିଚାଳନା କରୁଛି। ସେହିପରି କେନ୍ଦ୍ର ସରକାର ରାଜ୍ୟଗୁଡ଼ିକ ମଧ୍ୟ ଏହି କାର୍ଯ୍ୟକ୍ରମରେ ସେମାନଙ୍କ ପେନ୍ସନ ଯୋଜନା ଗୁଡ଼ିକୁ ଏକାକୃତ କରିବାକୁ ଆହ୍ୱାନ କରିଛନ୍ତି। ସୂଚନାଯୋଗ୍ୟ 2036 ସୁଦ୍ଧା ଭାରତର ବୟସ୍କ ଜନସଂଖ୍ୟା 60 ବର୍ଷ ଏବଂ ତଦୁର୍ଦ୍ଧ୍ୱରୁ 227 ନିୟୁତରେ ପହଞ୍ଚିବ, ଯାହାକି ମୋଟ ଜନସଂଖ୍ୟାର 15% ରହିବ। ସେହିଭଳି 2050 ସୁଦ୍ଧା ଏହି ଜନସଂଖ୍ୟା 347 ନିୟୁତକୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଉଛି। ତ ମୋଟାମୋଟି ଭାବରେ ଯଦି ମୁଁ ଆପଣମାନଙ୍କୁ କହିବି, ତ ସରକାର ନିଶ୍ଚିତ ଭାବରେ ଆପଣଙ୍କ ଠାରୁ ପଇସା ନେବେ ଏବଂ ଆପଣଙ୍କୁ ଯାଇକି ମାସିକ 3000 ଟଙ୍କା ଭତ୍ତା ପ୍ରଦାନ କରିବେ ଯେତେବେଳେ ଆପଣଙ୍କର ବୟସ 60 ବର୍ଷରୁ ଅଧିକ ହୋଇଯିବ। କିନ୍ତୁ ମନେ ରଖନ୍ତୁ, ଯଦି 60 ବର୍ଷ ପୂର୍ବରୁ ଯଦି ଆପଣଙ୍କର କିଛି ବି ହୋଇଯାଉଛି, ତାହେଲେ ଏ ପଇସା ଆପଣଙ୍କୁ ରିଟର୍ନ ମିଳିବ ନାହିଁ, ସେଇଟା ସରକାରଙ୍କ ପାଖରେ ହିଁ ରହିବ। ତ ଏଇଟା ଆପଣମାନେ ସମସ୍ତେ ମନେ ରଖିଥାନ୍ତୁ ଏବଂ ନିଶ୍ଚିତ ଭାବରେ ବର୍ତ୍ତମାନ ସରକାର ଏଇଟା ଆପଣମାନଙ୍କ ପାଇଁ ଗୋଟିଏ ଭଲ ଯୋଜନା ମଧ୍ୟ କରିଛନ୍ତି। ଯେଉଁମାନେ ରୋଜଗାର କରୁଛନ୍ତି ବା ଯେଉଁମାନଙ୍କର ବୟସ ବର୍ତ୍ତମାନ 18 ବର୍ଷରୁ ଆପଣମାନଙ୍କର 60 ବର୍ଷ ଭିତରେ ରହିଛି, ଆଉ ଯେଉଁମାନଙ୍କର ବୟସ 60 ବର୍ଷରୁ ଅଧିକ ରହିଛି, ତ ସେମାନେ ବହୁତ ବର୍ତ୍ତମାନ ପସ୍ତେଇ ହେଉଛନ୍ତି। କାହିଁକି ନା ସେମାନଙ୍କୁ ଏପର୍ଯ୍ୟନ୍ତ 3000 ଟଙ୍କା ଭତ୍ତା ମିଳିଲା ନାହିଁ। କିଛି ବି ସରକାରଙ୍କ ତରଫରୁ ଘୋଷଣା କରାଯାଇ ନାହିଁ ବା ସେମାନଙ୍କୁ ଗୋଟିଏ ଗୋଟିଏ ଆଶା ମଧ୍ୟ ଦିଆଯାଉଛି। ତେବେ ଏଭଳି ଯୋଜନାକୁ ନେଇକି ଆପଣଙ୍କର ମତାମତ କ'ଣ ରହିଛି? ଆଉ ଏ ଜାଗାରେ ବା ସରକାରଙ୍କୁ ମୁଁ କହିବି ଯେ ଆପଣ ପ୍ରଥମେ ଆପଣଙ୍କର ପ୍ରତିଶ୍ରୁତିକୁ ପୂରଣ କରନ୍ତୁ। ଯେଉଁ 3000 ଟଙ୍କା ଭତ୍ତା ଦେବେ ବୋଲି କହିଥିଲେ, ତ ସେଇଟା ଆପଣମାନେ ପ୍ରଥମେ ପୂରଣ କରନ୍ତୁ। ଆଉ ତାପରେ ଯାହା ବି ଯୋଜନା ଆପଣ କାର୍ଯ୍ୟକାରୀ କରିବାକୁ ଚାହୁଁଛନ୍ତି, ତ ସେସବୁ ଗୁଡ଼ିକୁ ମଧ୍ୟ ପୂରଣ କରନ୍ତୁ। ତ ଆପଣମାନେ ଆପଣଙ୍କ କମେଣ୍ଟ ମଧ୍ୟ
कमेंट बॉक्स रे जणाई देबे। किंतु मो मतरे मु जदि कहबी जे सरकार प्रथमे एई जो 3000 टंका भत्ता हमर 60 वर्ष बयस अधिक लोक मानकु देबे बोली प्रतिश्रुति देइथिले तो सेमानकु प्रथमे देई सारंतु एवं तापर जहाँ भी योजना आणुचंती तो ताको भी कार्यकारी करंतु। एटा मध्ये आमे सरकारक पाखरे अपील करिबा बा अनुरोध मध्ये करिबा। तो चलतु दर्शक बंधु वीडियोटी इनफॉर्मेटिव लागिथिले वीडियो को लाइक करदेबे एवं चैनल रे नुआ हैथिले चैनल टी को सब्सक्राइब करदेबे। ता सहित आपण माने केउ जागा रे वीडियोटी को देखुचंती हमकु कमेंट माध्यम रे जणाइबे एवं वीडियोटी को आपणक सांगसाथी मानक पाखकु शेयर करदेबे जहा द्वारा सेमाने मध्ये एई योजना विषय रे सठिक इनफॉरमेशन टी पाई परिबे। तो चलंतु आजिर वीडियो रे एतिकी पुणी देखा हबा आ गुटे नुआ वीडियो रे। तो सेते पर्यंत विदाय दियंतु। जय जगन्नाथ।